ଆପଣମାନେ ଯଦି ନୂଆ କରି ରାସନ କାର୍ଡଟି ଆପ୍ଲାଏ କରୁଛନ୍ତି କିନ୍ତୁ ଆପଣମାନେ ଜାଣିନାହାନ୍ତି ଆପଣଙ୍କ ରାସନ କାର୍ଡଟି ଏପ୍ରୁଭ୍ଡ ହେଇଛି ନା ନାହିଁ ତ ଆଜିର ଏହି ଭିଡ଼ିଓରେ ମୁଁ କହିବି ଆପଣମାନଙ୍କୁ କିପରି ଆପଣଙ୍କର ରାସନ କାର୍ଡର ଷ୍ଟାଟସଟି ଚେକ୍ କରିପାରିବେ ଏବଂ କିପରି ଆପଣଙ୍କର ନିଜ ମୋବାଇଲରେ ରାସନ କାର୍ଡଟିକୁ ଡାଉନଲୋଡ୍ କରିପାରିବେ। ତ ଭିଡ଼ିଓ ଯଦି ଭଲ ଲାଗିଲେ ନିହାତି ଗୋଟେ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିକି पाखରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଯାହା ଫଳରେ କି ମୁଁ ଏମିତି ନୂଆ ନୂଆ अपडेट ଦେଲେ ଆପଣମାନେ सर्वप्रथमे पाइପାରିବେ। खैर आओ यार, सैनिटाइजर के नशे करना बंद करो और शुरू करते हैं बिना किसी बकचोदी के। ରାସନ କାର୍ଡର ଷ୍ଟାଟସ୍ ଚେକ୍ କରିବା ପାଇଁ ଆପଣମାନଙ୍କୁ ନିଜ ମୋବାଇଲ କ୍ରୋମ୍ ବ୍ରାଉଜରକୁ ଓପନ୍ କରିନିଅନ୍ତୁ ତାପରେ ସର୍ଚ୍ଚ କରିନେବେ eShram.gov.in। ତ ଏଇଭଳି ଲେଖିକି ଆପଣମାନେ ସର୍ଚ୍ଚ କରିନିଅନ୍ତୁ eShram.gov.in ଲେଖିକି ସର୍ଚ୍ଚ କରିସାରିଲା ପରେ ଏଇଭଳିଆ କିଛି ଇଣ୍ଟରଫେସଟି ଓପନ୍ ହେଇଯିବ। ତାପରେ ଦେଖନ୍ତୁ ପ୍ରଥମେ ଯେଉଁ ଲିଙ୍କ ଆସିଥିବ eShram ତ ଆପଣମାନେ ଏଇ ଉପରେ କ୍ଲିକ୍ କରିବେ। ଏଇ ଉପରେ କ୍ଲିକ୍ କରିସାରିଲା ପରେ eShram କାର୍ଡର ଅଫିସିଆଲ ପେଜକୁ ଆପଣମାନେ ଆସିଯିବେ। ତାପରେ ଦେଖନ୍ତୁ ଏଇଠି ଲେଖା ହେଇଛି ଗो ଟୁ ମେନ୍ ପେଜ୍ ତ ଏଇ ଉପରେ ଆପଣମାନେ କ୍ଲିକ୍ କରିବେ। ଏଇ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ତଳକୁ ସ୍କ୍ରଲ୍ ଡାଉନ୍ କରିବେ। ତଳକୁ ସ୍କ୍ରଲ୍ ଡାଉନ୍ କଲା ପରେ ଦେଖନ୍ତୁ ଏଇଠି ଗୋଟେ ଅପସନ୍ ଅଛି ରେଜିଷ୍ଟର ଅନ୍ eShram କାର୍ଡ ତାପରେ ଅଛି ଅଲରେଡି ରେଜିଷ୍ଟର୍ଡ ଲଗଇନ୍ ଲେଖା ହେଇଛି ତ ଆପଣମାନେ ଲଗଇନ୍ ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ। ଆପଣଙ୍କର ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରଟିକୁ ଏଇଠି ଲେଖିଦେବେ। ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଲେଖି ସାରିଲା ପରେ ଆପଣମାନେ ଏଇ ଯେଉଁ କ୍ୟାପଚାଟି ଦେଖାଯାଉଛି ଏଇ କ୍ୟାପଚାଟିକୁ ଆପଣମାନେ ଏଇ ବକ୍ସ ମଧ୍ୟରେ ଏଣ୍ଟର କରିନେବେ। ବକ୍ସ ମଧ୍ୟରେ ଏଣ୍ଟର କରିସାରିଲା ପରେ ଆପଣମାନେ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଆପଣ ଯେଉଁ ବି ମୋବାଇଲ ନମ୍ବର ଦେଇଥିବେ ସେଇ ମୋବାଇଲ ନମ୍ବର ଗୋଟେ ଓଟିପି ଆସିବ ସେଇ ଓଟିପିଟିକୁ ଆପଣମାନେ ଏଇ ବକ୍ସ ମଧ୍ୟରେ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ କରିସାରିଲା ପରେ ପୁଣି ଥରେ ଏଇ କ୍ୟାପଚା କୋଡ଼ଟିକୁ ଆପଣମାନେ ଏଇ ବକ୍ସ ଭିତରେ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ ସବମିଟ୍ ଉପରେ କ୍ଲିକ୍ କରିନେବେ। ଆପଣଙ୍କୁ ଏଇଠି ଆଧାର ନମ୍ବର କିମ୍ବା ଆପଣଙ୍କର ଯେଉଁ ଭର୍ଚୁଆଲ ଆଇଡି ନମ୍ବର ଦେବା ପାଇଁ ପଡ଼ିବ। ତ ଆପଣମାନେ ଯଦି ଆଧାର ନମ୍ବର ଦେଉଛନ୍ତି ଆଧାର ନମ୍ବର ଉପରେ ଟିକ୍ ମାର୍କଟି ଲଗାଇବେ। ତାପରେ ଏଇଠି ଆଧାର ନମ୍ବରଟିକୁ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ ଲାଷ୍ଟରେ ଯେଉଁ ଓଟିପି ଅପସନ୍ ଅଛି ଏ ଓଟିପି ଅପସନ୍କୁ ଚୁଜ୍ କରିବେ। ଓଟିପି ଅପସନ୍କୁ ଚୁଜ୍ କରିସାରିଲା ପରେ ଆପଣମାନେ କ'ଣ କରିବେ ଦେଖନ୍ତୁ ଏଇଠି ତଳେ ଯେଉଁ କ୍ୟାପଚା କୋଡ଼ଟି ଲେଖା ହେଇଛି ଏଇ କ୍ୟାପଚା କୋଡ଼ଟିକୁ ଏଇ ବକ୍ସ ମଧ୍ୟରେ ଏଣ୍ଟର କରିନେବେ। ବକ୍ସ ମଧ୍ୟରେ ଏଣ୍ଟର କରିସାରିଲା ପରେ ଆପଣମାନେ ସବମିଟ୍ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଆପଣଙ୍କର ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରକୁ ଆଉ ଗୋଟେ ଓଟିପି ଆସିବ ସେଇ ଓଟିପିଟିକୁ ଏଇ ବକ୍ସ ମଧ୍ୟରେ ଏଣ୍ଟର କରିନେବେ। ବକ୍ସ ମଧ୍ୟରେ ଏଣ୍ଟର କରିସାରିଲା ପରେ ଆପଣଙ୍କର ଏଇ କ୍ୟାପଚା କୋଡ଼ଟିକୁ ଏଇ ବକ୍ସରେ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ କ'ଣ କରିବେ ନା ଭ୍ୟାଲିଡେଟ୍ ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଇ କର୍ଣ୍ଣରରେ ଲେଖା ହେଇଛି ମାଇ ଏନରୋଲ୍ଡ ସ୍କିମ୍ ତ ଆପଣମାନେ ଯେତିକି ବି ସ୍କିମ୍ରେ ଏନରୋଲ୍ଡ ହେଇଥିବେ ତ ଏଇଠି ସବୁ ଯାକ ଶୋ କରିଯିବ। ତ ଆପଣମାନଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ ସ୍କିମ୍ କ୍ୟାଟେଗୋରିଜ୍ ଏନରୋଲ ଉପରେ କ୍ଲିକ୍ କରିନିଅନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଫୁଡ୍ ସିକ୍ୟୁରିଟି ଆସିଯାଉଛି ତ ଆପଣମାନେ ଏଇ ଫୁଡ୍ ସିକ୍ୟୁରିଟି ଉପରେ କ୍ଲିକ୍ କରିନିଅନ୍ତୁ। ୱାନ୍ ନେସନ୍ ୱାନ୍ ରାସନରେ ଆପଣଙ୍କର ସ୍କିମ୍ଟି ଅଛି ତ ଆପଣମାନେ ସିମ୍ପଲି ଭ୍ୟୁ ଉପରେ କ୍ଲିକ୍ କରିବେ। ଭ୍ୟୁ ଉପରେ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ରାସନ କାର୍ଡ଼ ନମ୍ବରଟି ଏଇଠି ଆସିଯାଉଛି। ରାସନ କାର୍ଡ଼ ନମ୍ବର ଏଇଠି ଆସିଗଲା ପରେ ଆପଣଙ୍କ ରାସନ କାର୍ଡ଼ର ଟାଇପ୍ ଏଇଠି ଆସିଯାଉଛି PHH। ତାପରେ ଏଇଠି ଦେଖନ୍ତୁ ଯେତେ ଜଣ ବି ଫ୍ୟାମିଲି ମେମ୍ବର ଥିବେ ତ ସମସ୍ତଙ୍କର ନେମ୍ଟି ଏଇଠି ଶୋ ହେଇଯିବ। ତ ଆପଣମାନେ ଏଇଭଳି ଭାବରେ ଚେକ୍ କରିପାରିବେ। ତ ଆପଣଙ୍କର ହେଇଛି କି ନା ଏଇଭଳି ଭାବରେ ଚେକ୍ କରିସାରିଲା ପରେ ଆପଣମାନେ କ'ଣ କରିବେ ଏଇ ରାସନ କାର୍ଡ଼ ନମ୍ବରଟିକୁ ନୋଟ୍ କରିନେବେ। ନୋଟ୍ କରିସାରିଲା ପରେ ଆପଣମାନେ ପୁଣି ଥରେ କ୍ରୋମ୍ ବ୍ରାଉଜରକୁ ଓପନ୍ କରିନେବେ। ଓପନ୍ କରିସାରିଲା ପରେ ଆପଣମାନେ ସର୍ଚ୍ଚ କରିବେ ରାସନ କାର୍ଡ଼ ଡାଉନଲୋଡ଼ ଓଡ଼ିଶା। ତ ଆପଣମାନେ ଏଇଭଳି ଭାବରେ ରାସନ କାର୍ଡ଼ ଡାଉନଲୋଡ଼ ଓଡ଼ିଶା ଲେଖିକି ଆପଣମାନେ ସର୍ଚ୍ଚ କରିନିଅନ୍ତୁ। ସର୍ଚ୍ଚ କରିସାରିଲା ପରେ ଦେଖନ୍ତୁ ଏଇଭଳି କିଛି ଇଣ୍ଟରଫେସଟି ଓପନ୍ ହେବ। ତ ଆପଣମାନେ କ'ଣ କରିବେ ସିଟିଜେନସିପ୍ ଡାଉନଲୋଡ଼ ରେସନ କାର୍ଡ଼ ଉପରେ ଆପଣମାନେ କ୍ଲିକ୍ କରିବେ। ଏଇ ଉପରେ କ୍ଲିକ୍ କରିସାରିଲା ପରେ ଏଇଭଳିଆ ଇଣ୍ଟରଫେସଟି କିଛି ଓପନ୍ ହେଇଯିବ। ତ ଆପଣମାନଙ୍କୁ ଯେଉଁ ରାସନ କାର୍ଡ଼ ନମ୍ବରଟି ଆପଣମାନେ ନୋଟ୍ କରିଥିଲେ ସେଇ ରାସନ କାର୍ଡ଼ ନମ୍ବରଟିକୁ ଏଇଠି ଏଣ୍ଟର କରିନେବେ। ଏଣ୍ଟର କରିସାରିଲା ପରେ ଆପଣମାନେ ଡାଉନଲୋଡ଼ ରାସନ କାର୍ଡ଼ ଉପରେ କ୍ଲିକ୍ କରିନେବେ। ଡାଉନଲୋଡ଼ ରାସନ କାର୍ଡ଼ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କ ରାସନ କାର୍ଡ଼ଟି ଶୋ ହେଇଯିବ। ତ ଆପଣମାନେ ନିଜ ମୋବାଇଲରେ ଡାଉନଲୋଡ଼ କରିକି ରଖିପାରିବେ। ଏବେ ଯେହେତୁ ସାଇଟ୍ ମେଣ୍ଟେନାନ୍ସ ଚାଲିଛି ତ ସେଇଥିପାଇଁ ଏବେ ବର୍ତ୍ତମାନ ଡାଉନଲୋଡ଼ ହେଇପାରୁନି। ଆଉ 2-3 ଦିନ ପରେ ଆପଣମାନେ ଟ୍ରାଏ କରନ୍ତୁ ରାସନ କାର୍ଡ଼ଟି ନିହାତି ଡାଉନଲୋଡ଼ ହେଇଯିବ। ତ ଦର୍ଶକ ବନ୍ଧୁ ଇଏ ଥିଲା ଆଜିର ଅପଡେଟ୍। ଭିଡ଼ିଓଟି ଯଦି ଭଲ ଲାଗିଥିଲେ ତାହେଲେ ନିହାତି ଗୋଟେ ଲାଇକ୍ କରନ୍ତୁ।
ଆଉ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନକୁ ଦବେଇକି ରଖନ୍ତୁ, ଯାହାଫଳରେ କି ମୁଁ ଏମିତି ନୂଆ ନୂଆ ଅପଡେଟ୍ ଦେଲେ ଆପଣମାନେ ସର୍ବପ୍ରଥମେ ପାଇପାରିବେ।